प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ପ୍ରେମପୂର୍ଣ୍ଣ ଅଭିନନ୍ଦନ ଜଣାଏ। ମୁଁ ଯେପରି ଆପଣମାନଙ୍କୁ ପୂର୍ବରୁ କହିଥିଲି ଆମମାନଙ୍କ ଦକ୍ଷିଣ ଭାରତର ତାମିଲନାଡୁର ରାମନାଥ ଜିଲ୍ଲାରେ ପାଖରେ ଗୋଟିଏ ସହର ରହିଅଛି ଯାହା ବହୁତ ସୁନ୍ଦର ଅଟେ, ରାମେଶ୍ୱର ସହର। ଏହି ରାମେଶ୍ୱର ପାଖରୁ ଗୋଟିଏ ସହର ଥିଲା ଯାହାକି ଧନୁଷକୋଡ଼ି, ତାହା 40 ବର୍ଷ ପୂର୍ବରେ ଥିଲା। ବର୍ତ୍ତମାନ ସ୍ଥିତି ଖରାପ। 1964 ମସିହା ଡିସେମ୍ବର 22 ତାରିଖରେ ଏହି ସ୍ଥାନରେ ସମୁଦ୍ରର ଉତ୍ତାଳ ତରଙ୍ଗ ସକାଶୁ ତୋଫାନ ହେବାରୁ ଏହି ସହରଟି ପୁରା ଛାରଖାର ହୋଇଯାଇଥିଲା, ଧ୍ୱଂସ ବିଧ୍ୱଂସ ହୋଇଯାଇଥିଲା। ପ୍ରଭୁଙ୍କ ଲୋକମାନେ ଏହି ସହରର ସ୍ଥିତି ବର୍ତ୍ତମାନ ଆଉ ନାହିଁ, ଯାହା 40 ବର୍ଷ ପୂର୍ବରେ ଥିଲା। ଅଳ୍ପ କିଛି ଦୋକାନ ଆପଣମାନେ ଦେଖିପାରିବେ। ଏଠାକୁ ବାହାର ଦେଶର ଲୋକମାନେ ବା ଟୁରିଷ୍ଟ ମାନେ ଯେତେବେଳେ ଆସନ୍ତି ସେମାନଙ୍କ ସୁବିଧା କରଣାର୍ଥେ କିଛି ଦୋକାନ ଏଠାରେ ରଖାଯାଇଛି, କିନ୍ତୁ ପୂର୍ବ ଦିନମାନଙ୍କରେ ଏଠାରେ ସମସ୍ତ ଜନବସତି ରହିଥିଲା। ତେବେ ପ୍ରଭୁଙ୍କ ପ୍ରିୟ ଲୋକମାନେ, ଏଠାରୁ ଆମ୍ଭେମାନେ କ'ଣ ଶିଖିବା ପାଇଁ ପାଉଛୁ? ଆମ୍ଭମାନଙ୍କ ଜୀବନରେ ମଧ୍ୟ ହଠାତ୍ ପରିବାରରେ କିମ୍ବା ଆମମାନଙ୍କ କାର୍ଯ୍ୟକ୍ଷେତ୍ରରେ ଏପରିକି ସେବା କାର୍ଯ୍ୟରେ ମଧ୍ୟ କେତେବେଳେ ଶୈତାନ କୌଣସି ପ୍ରକାରର ତରଙ୍ଗ ଆଣିଦେଇପାରେ ବା ବତାସ ସେ ନେଇକି ଆଣିପାରେ, ଯଦ୍ୱାରା ଆମେମାନେ ଭୟଭୀତ ହୋଇଯିବା, ଆମେମାନେ ଈଶ୍ୱରଙ୍କ ଠାରୁ ଦୂରକୁ ଚାଲିଯିବା। ଆମମାନଙ୍କ ଜୀବନରେ ଆଉ ସମସ୍ୟା ହିଁ ସମସ୍ୟା ଦେଖାଯିବ। ତହିଁରେ ସେ ଭାବିବ ଏଇ ବ୍ୟକ୍ତି ଜଣକ ପ୍ରଭୁଙ୍କ ଠାରୁ ଦୂରକୁ ଚାଲିଯାଇଅଛି, କିନ୍ତୁ ଏହିପରି ନୁହଁ। ପ୍ରଭୁଙ୍କ ଲୋକମାନେ, ଏଥିପାଇଁ ଆମେମାନେ ସର୍ବଦା ବିଶ୍ୱାସରେ ମଜବୁତ ହୋଇ ବଞ୍ଚିବା ଆବଶ୍ୟକ ଅଟେ। କ'ଣ ଆପଣଙ୍କ ସ୍ଥିତି ମଧ୍ୟ ଏହିପରି ଅଟେ? ଆପଣମାନେ ସମୁଦ୍ର ପରି ତରଙ୍ଗ ବା ପବନ ତୋଫାନ ଯେତେବେଳେ ମାଡ଼ି ଆସୁଛି ଆପଣଙ୍କ ଜୀବନରେ ମଧ୍ୟ କ'ଣ ବର୍ତ୍ତମାନ ସ୍ଥିତି ସେହିପରି ଅଟେ କି? ତେବେ ପ୍ରଭୁଙ୍କ ଲୋକମାନେ, ଈଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କ ନିମନ୍ତେ ସବୁବେଳେ ସାହସ ସାନ୍ତ୍ୱନା ଦେଇଥାଏ। ତଦ୍ରୂପ ଆଜି ପରମେଶ୍ୱର ଆମ୍ଭମାନଙ୍କୁ କ'ଣ କହିବା ପାଇଁ ଚାହାନ୍ତି? ଆସନ୍ତୁ ଆମ୍ଭେମାନେ ଆଗାମୀ ସମୟମାନଙ୍କରେ ଚିନ୍ତା କରିବା, ପଢ଼ିବା। ପ୍ରଭୁ ପ୍ରଥମ ବଂଶାବଳୀ 22:13 ପଦରେ କହନ୍ତି, ବଳବାନ ଓ ସାହସିକ ହୁଅ, ଭୀତ କି ନିରାଶ ନ ହୁଅ। ପ୍ରଭୁ କହୁଛନ୍ତି, ଧୈର୍ଯ୍ୟ ଧର, ବଳବାନ ହୁଅ, ସାହସିକ ହୁଅ, ପୁଣି ନିରାଶ କେବେ ମଧ୍ୟ ହୁଅ ନାହିଁ। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆମ୍ଭେମାନେ କେବେ ମଧ୍ୟ କୌଣସି ବିଷୟ ନିମନ୍ତେ ଅଧୈର୍ଯ୍ୟ ନ ହେବା ଦରକାର। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଏହା ପରମେଶ୍ୱରଙ୍କ ଇଚ୍ଛା ଅଟେ ଆମ୍ଭମାନଙ୍କ ଜୀବନ ନିମନ୍ତେ ଆମେମାନେ ସର୍ବ ବିଷୟରେ ବଳବାନ ହଉ, ସାହସିକ ହଉ, ଚିନ୍ତା ଶୂନ୍ୟ, ଦୁଃଖ ଶୂନ୍ୟ, ଆନନ୍ଦରେ ପରିପୂର୍ଣ୍ଣ ହୋଇ ଏହି ଜୀବନ ଯାତ୍ରାରେ ଯେ ଆମ୍ଭେମାନେ ଆଗକୁ ବଢ଼ିବା, ଏହା ପରମେଶ୍ୱର ଆମ୍ଭମାନଙ୍କ ଠାରୁ ଇଚ୍ଛା ପ୍ରକାଶ କରନ୍ତି ବା ସେ ଚାହାନ୍ତି। ତେବେ ଆଜି ଆପଣମାନଙ୍କ ଜୀବନର ପରିବାରର ପରିସ୍ଥିତି, କାମ କାର୍ଯ୍ୟର ପରିସ୍ଥିତି, ନିଜ ପୁଅ ଝିଅର ପରିସ୍ଥିତି କ'ଣ ଅଟେ ତାହା ମୁଁ ତ ଜାଣେ ନା, କିନ୍ତୁ ମୁଁ ଏହା କହିବା ପାଇଁ ଚାହେଁ, ଈଶ୍ୱର ପରମେଶ୍ୱର ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ଅଟନ୍ତି। ସେ ଆମ୍ଭମାନଙ୍କର ଯତ୍ନ ନେବା, ଆମ୍ଭମାନଙ୍କ ପ୍ରତି ମନୋଯୋଗୀ ଅଟନ୍ତି। ତାହାଙ୍କ ପାଖରେ, ତାହାଙ୍କଠାରେ କୌଣସି ବିଷୟ କେବେ ମଧ୍ୟ ଅସମ୍ଭବ ନୁହେଁ। ଏଣୁ ଆମ୍ଭେମାନେ ସର୍ବଦା ତାହାଙ୍କଠାରେ ସମର୍ପିତ ହେଉ। ଏହି ଜୀବନ ଯାତ୍ରାରେ ଆମେମାନେ କେବଳ ତାଙ୍କଠାରେ ଭରସା ରଖି ଆଗକୁ ବଢ଼ୁ। ତେବେ ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା ପ୍ରଭୁ, ତୁମ ହସ୍ତରେ ଆମେ ପ୍ରତ୍ୟେକ ସମର୍ପିତ ହେଉଛୁ। ଆମମାନଙ୍କୁ ବଳବାନ ହେବା ପାଇଁ ସାହାଯ୍ୟ କର, ତୁମଠାରେ ଆଉଜି ପଡ଼ିବା ପାଇଁ, ତୁମଠାରେ ବଳକୁ ପାଇବା ପାଇଁ, କୌଣସି ବିଷୟ ନିମନ୍ତେ ଅଧୈର୍ଯ୍ୟ ନ ହେବା ପାଇଁ ପ୍ରତ୍ୟେକଙ୍କୁ ସାହାଯ୍ୟ କରିଦିଅ। ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣୁଛ, ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗିଲେ, ଆମେନ୍ ଆମେନ୍।